ଆମେ ଆଜି ପହଞ୍ଚିଛୁ ଗଜପତି ଜିଲ୍ଲା ସଦର ମହକୁମା ପାଳାସ୍ଥିତ ଜଗନ୍ନାଥ ମନ୍ଦିରରେ। ଜଗନ୍ନାଥ ମନ୍ଦିରରେ ବର୍ତ୍ତମାନ ଠାକୁର ପଟି ଦିହରେ ପୂଜା ପାଉଛନ୍ତି। ଠାକୁରଙ୍କର ପଟି ଦିହରେ ପୂଜା ପାଇବାର ବିଶେଷତ୍ୱ କ'ଣ ରହିଛି ଆମେ ପଚାରି ବୁଝିବା ପୂଜକଙ୍କୁ। ଆଜ୍ଞା କ'ଣ କହିବେ, ଠାକୁରଙ୍କର ପଟି ଦିହ ପୂଜା ଚାଲିଛି? এই যে ফটিকে বলছেন জ্যେষ্ଠ ପୂର୍ଣ୍ଣିମା ଦିନ ସ୍ନାନ ମଣ୍ଡପରେ ଠାକୁର ରତ୍ନ ସ୍ନାନ ଯାଇକି ସ୍ନାନ ମଣ୍ଡପରେ ରତ୍ନ ସ୍ନାନ ଭିଜାଇଲା ପରେ 108 ଇଏରେ ଗଙ୍ଗାରେ ସ୍ନାନ କରନ୍ତି। ତା ଉପରୁ ପଇଡ଼ ପଞ୍ଚାମୃତ ଏମିତି ନାନା ବିଧି ଅନୁସାରେ ଆମେ ସମ୍ପୂର୍ଣ୍ଣ କରୁ। ତାପରେ ସନ୍ଧ୍ୟା ସମୟରେ ଆମେ ଗଜାନନ ବେଶ କରୁଛୁ। ଗଜାନନ ବେଶ ସଦସାନ ଦର୍ଶନ ପରେ ରାତ୍ର 11ଟା ଅଧେ ଏମିତି ବେଳକୁ ଠାକୁରଙ୍କୁ ଅନସର ପିଣ୍ଡକୁ ନେଉଛୁ। ଅନସର ପିଣ୍ଡକୁ ନେଲା ପରେ ଇଏ ପଟିଦେବଙ୍କୁ ଆବାହନ କରିକି ପଟିଦେବ ବୋଲେ ବାସୁଦେବ ନୀଳମାଧବ ଭୁବନେଶ୍ୱର ଆଙ୍କେ ଇଏ ପଟିଦେବ ଇଏ 16 ଦିନ 15 ରାତ୍ର ମନ୍ଦିରରେ ପୂଜା ପାଇବେ। ଅଲଗା ଦିନ ଆଉଥରେ ଦ୍ୱିତୀୟ ଦିନ ନେତ୍ର ଉତ୍ସବ ଦିନ ଠାକୁର ଆସିଲେ ପଟିଦିଅ ଆଉଥରେ ତାଙ୍କେ ଉଠାଇ ଦେଇକି ଆଉଥରେ ଇଏ କରିବେ। ୱାଂଶୀ କନ୍ୟା ବିବାହ ହେଲା ଉତ୍ତରୁ ନେତ୍ର ଉତ୍ସବ ହେବ, ନବ ଯୌବନ ହେବ। ମହାପ୍ରଭୁଙ୍କର ଦେବସ୍ନାନ ପୂର୍ଣ୍ଣମୀ ପରେ ମହାପ୍ରଭୁ ଯେତେବେଳେ ସ୍ନାନ ବେଦୀ ମଣ୍ଡପରୁ ଫେରନ୍ତି, ଫେରିଲା ପରେ ମହାପ୍ରଭୁଙ୍କର ଜ୍ୱର ଲାଗେ, ସେ ଅଣସର ଘରେ ରୁହନ୍ତି। ସେତିକି ଏ ଯେଉଁ ପୂର୍ଣ୍ଣମୀରୁ ଦ୍ୱିତୀୟା ପର୍ଯ୍ୟନ୍ତ, ଆଷାଢ଼ ଶୁକ୍ଳପକ୍ଷ ଦ୍ୱିତୀୟା ପର୍ଯ୍ୟନ୍ତ ଏ ଯେଉଁ 10-15 ଦିନ ମହାପ୍ରଭୁ ପଟିଦିଅ ରୂପରେ ଏଠି ପୂଜା ପାଆନ୍ତି। ବଳଭଦ୍ର ଅନନ୍ତ ବାସୁଦେବ ରୂପରେ, ସୁଭଦ୍ରା ଭୁବନେଶ୍ୱରୀ ରୂପରେ, ଜଗନ୍ନାଥ ଅନନ୍ତ ନାରାୟଣ ରୂପରେ ପୂଜା ପାଆନ୍ତି। ଆଉ କେତେ ଜାଗାରେ ନୀଳମାଧବ ମଧ୍ୟ କୁହାଯାଏ। ଜଗନ୍ନାଥ ନୀଳମାଧବ ରୂପରେ ମଧ୍ୟ ପୂଜା ପାଆନ୍ତି ବୋଲି କୁହନ୍ତି କିମ୍ବଦନ୍ତୀ। ଆଉ ଏବେ ମହାପ୍ରଭୁଙ୍କର ସବୁ ଗୁପ୍ତ ନୀତି ହୁଏ। ଅଣସର ନୀତିଟା ହେଉଛି ପୁରା ଗୁପ୍ତ ନୀତି। ମହାପ୍ରଭୁଙ୍କର ଫଳ ସବୁ ଗୋଟା ଫଳ ଲାଗି ହେବ, କଟା ଫଳ ନୁହେଁ, ସବୁ ଗୋଟା ଫଳ ଲାଗି ହେବ। ମହାପ୍ରଭୁଙ୍କର ଯେତେ ପ୍ରକାର ଫଳ ଅଛି ସେସବୁ ଲାଗି ଅତି ଗୁପ୍ତ ନୀତି, ସେଗୁଡ଼ାକ ବାହାରେ ପ୍ରକାଶ କରାଯାଏ। ତାପରେ ନବଯୌବନ ଦର୍ଶନ ଅଛି। ମହାପ୍ରଭୁଙ୍କର ନବଯୌବନ ଦର୍ଶନ ପରେ ବାହାରେ ରଥଯାତ୍ରା ପାଇଁ ବାହାରେ ମହାପ୍ରଭୁ ଘୋଷଯାତ୍ରା, ମହାପ୍ରଭୁଙ୍କର ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରାରେ ବାହାରେ ଠାକୁରଙ୍କ ଗୁପ୍ତ ସେବା ହେଇକି ଠାକୁରଙ୍କ ଗୁପ୍ତ ସେବା ହୁଏ। ଏ ଗୁପ୍ତ ସେବା କେବଳ ପଣ୍ଡା ଛଡ଼ା ଆଉ ଅନ୍ୟ କେହି ମନ୍ଦିର ଭିତରେ ବିଶ୍ୱକର୍ମା କିମ୍ବା ପଣ୍ଡା ଛଡ଼ା ଆଉ କେହି ହେଲେ ଅନୁଷ୍ଠାନ ମନ୍ଦିରକୁ କିଏ ଯାଇପାରିବେ ନାହିଁ। ଯାହା ପୂଜକ କହୁଥିଲେ ପଟି ଦିଅର ପୂଜାର ବିଶେଷ ଉପରେ କହୁଥିଲେ। ଅଣସର ଘର ପରେ ଯେବେଳେ ନବଯୌବନ ହେବ, ନବଯୌବନ ପରେ ରଥଯାତ୍ରା ଗୁଣ୍ଡିଚା ରଥଯାତ୍ରା ଅନୁଷ୍ଠିତ ବୋଲି ପରିପ୍ରକାଶ କରୁଥିଲେ। ଗଜପତି ଜିଲ୍ଲା